ଚେୟାର ଆକୃତିରେ ରଡ୍କୁ ବଙ୍କାଇବା ପାଇଁ ଦୁଇଟି ମାଧ୍ୟମ ରହିଛି। ଆସନ୍ତୁ ପ୍ରଥମ ପ୍ରଣାଳୀକୁ ଦେଖିବା। ସୋପାନ 1, ପିପିଇ ପରିଧାନ କରନ୍ତୁ। ସୋପାନ 2, ଆବଶ୍ୟକ କରାଯାଉଥିବା ସମସ୍ତ ଉପକରଣ ବା ସରଞ୍ଜାମ ଗୁଡ଼ିକୁ ସଂଗ୍ରହଣ କରନ୍ତୁ। ସୋପାନ 3, କାର୍ଯ୍ୟସ୍ଥଳ ନିକଟରେ ଚିହ୍ନିତ ରଡ୍ ଗୁଡ଼ିକୁ ଗଦା କରନ୍ତୁ। ସୋପାନ 4, ରଡ୍ ଗୁଡ଼ିକୁ ସିଧା କରନ୍ତୁ। ସୋପାନ 5, ରଡ୍ ବନ୍ଧେଇ ସୂଚୀ ଅନୁଯାୟୀ ଏକ ଟେପ୍ ସହାୟତାରେ ରଡ୍କୁ ମାପ କରି ଚକ୍ ଦ୍ୱାରା ଚିହ୍ନଟ କରନ୍ତୁ। ସୋପାନ 6, ବେଣ୍ଡିଂ ବେଞ୍ଚ ଉପରେ ରଡ୍ ଗୁଡ଼ିକୁ ରଖନ୍ତୁ। ସୋପାନ 7, ଏକ ଉପଯୁକ୍ତ ବ୍ୟାସ ବିଶିଷ୍ଟ ଲିଭର ବ୍ୟବହାର କରି 90 ଡିଗ୍ରୀ କୋଣାକୃତିରେ ରଡ୍କୁ ଦ୍ୱିତୀୟ ଚିହ୍ନିତ ସ୍ଥାନରେ ବଙ୍କାନ୍ତୁ। ସୋପାନ 8, ଭୂଲମ୍ବ ଭାବରେ ରଡ୍କୁ ବୁଲାଇ ଦିଅନ୍ତୁ ଏବଂ ଗୋଟିଏ ସି ଆକୃତି ଗଠନ ହେବା ପାଇଁ 90 ଡିଗ୍ରୀର କୋଣାକୃତିରେ ରଡ୍କୁ ଦ୍ୱିତୀୟ ଚିହ୍ନିତ ଅଂଶରେ ବଙ୍କାନ୍ତୁ। ରଡ୍କୁ ଫାଇନ୍ ଟ୍ୟୁନ୍ କରନ୍ତୁ। ସୋପାନ 9, ସି ଆକୃତିର ରଡ୍କୁ ଠିଆ କରି ରଖନ୍ତୁ ଓ ଦର୍ଶାଯାଇଥିବା ପ୍ରକାରେ ଏକ 90 ଡିଗ୍ରୀ କୋଣାକୃତିରେ ପ୍ରଥମ ଚିହ୍ନିତ ସ୍ଥାନକୁ ବଙ୍କାନ୍ତୁ। ଏହି ବଙ୍କା କରାଯାଇଥିବା ଅଂଶଟି ପ୍ରଥମ ଅଂଶ ସହିତ ଭୂଲମ୍ବ ଭାବରେ ରହିବ। ସୋପାନ 10, ବର୍ତ୍ତମାନ ରଡ୍ର ଉପର ଅଂଶକୁ ତଳମୁହାଁ କରି ରଖନ୍ତୁ ଏବଂ 90 ଡିଗ୍ରୀ କୋଣାକୃତିରେ ବିପରୀତ ଦିଗ ଅନୁଯାୟୀ ଚିହ୍ନଟ ସ୍ଥାନରେ ରଡ୍କୁ ବଙ୍କାନ୍ତୁ। ଏହା ହେଉଛି ଗୋଟିଏ ପ୍ରକାରର ଚେୟାର ଆକୃତି। ଏହି ଆକାରକୁ ଫାଇନ୍ ଟ୍ୟୁନ୍ କରନ୍ତୁ।